ଜାଣିଛ ମୋ ଭାଇ ହେଉଛନ୍ତି ଏଇ ଜୟନ୍ତଗଡ଼ର ରାଜା। ଏବେ ତାଙ୍କ ପୁଅ ସଞ୍ଜୟ ଏଇ ଜୟନ୍ତଗଡ଼ର ରାଜା ହେବେ। ସେଇଥିପାଇଁ ନା ମୁଁ ଭାରି ଖୁସି, କାହିଁକି ନା ପୂର୍ବ କାଳରୁ ଏମିତି ପରମ୍ପରା ଚାଲି ଆସିଛି। ମୋ ଜେଜେ ବାପା, ମୋ ବାପା, ମୋ ବଡ଼ ଭାଇ, ଏବେ ତାଙ୍କ ପୁଅ ସଞ୍ଜୟ ମାନେ ମୋ ପୁତୁରା ଏ ଜୟନ୍ତଗଡ଼ର ରାଜା ହେବେ। ସେଇଥିପାଇଁ ନା ମୁଁ ଭାରି ଖୁସି। ଛେନା ଗୁଡ଼ଟା ହେବ। ଏ ତମେ କାହିଁକି ଆସିଛ? ତମେ କ'ଣ କହୁଥିଲ ଏବେ? ମୋ ଏ ଜୟନ୍ତଗଡ଼ରେ ମୋ ପୁତୁରା ସଞ୍ଜୟ ରାଜା ହେବେ ବୋଲି ମୁଁ ଭାରି ଖୁସି। ଖାଇବ କନ୍ଦା ଖାଇବ। ଏ ତମେ କାହିଁକି ଏମିତି କହୁଛ? ଯଦି ରାଜା ହେଇଗଲେ ତମେ ଆଉ ବାହା ହେଇପାରିବ ନା। କାହିଁକି ଜାଣିଛ? କାହିଁକି? ଆରେ ତୁମେ ପରା ରାଜାର ସାବତ ଭଉଣୀ। ଏ ତମେ ମିଛ କହୁଛ। ମୁଁ ମିଛ କହୁଛି? ହଁ ତାହେଲେ ତମ ପ୍ରେମର କଣ୍ଟା ସାଜିଲେ କାହିଁକି? ହଁ ହଁ ତମେ ଠିକ କହିଛ। ତମେ ଜାଣିଛ ଆଜିକାଲି ଏଇ କଳି ଯୁଗରେ ଝିଅମାନଙ୍କର ବି ଅଧିକାର ଅଛି ସମ୍ପତ୍ତିର। ସେଇଥିପାଇଁ କାଲେ ମଞ୍ଜରୀଟା ବାହା ହେଇଗଲେ ମୋ ରାଜ୍ୟର ଅଧା ସମ୍ପତ୍ତିଟା ନେଇଗଲେ ମୁଁ ଗଲା। ସେଇଆ ଭାବି ତମ ବିବାହର ସମ୍ପର୍କଟାକୁ ସେ କାଟି ଦେଉଛି। ହେଲେ ମତେ କଣ କରିବାକୁ ପଡିବ? ଆରେ ତମେ ତମ ସେଇ ପ୍ରେମିକା ସହିତ ପ୍ରେମ କରିବାକୁ ପଡିବ। ମୁଁ ତାଙ୍କୁ ଜୋତାରୁ ବାଡ଼ି ଅଇଟାଖିଆ କୁକୁର ବୋଲି ଏ ରାଜ୍ୟରୁ ବହିଷ୍କୃତ କରିଦେଇଥିଲି। ତମେ ସେ କଣ ମୋ କଥାକୁ ମାନିବେ? ତମେ ତାହେଲେ ସେ ଭଳିଆ କରିଛ? ହଁ ତମ ହୃଦୟରୁ କରିଛ? ନା ନା ବେଶ, କେବଳ ତମେ ଖାଲି ଗୋଟିଏ ଅଭିନୟ କରିଲ। କେବଳ ତମ ବଡ଼ ଭାଇ କହିଲେ ବୋଲି ତମେ ପ୍ରକୃତରେ କେକେକୁ ଭଲ ପାଉଛ। ହଁ ବେଶ, ଯଦି ରାଣୀ ପରି ରହିବାକୁ ହେବ ହେଲେ ହେଲେ ମତେ କଣ କରିବାକୁ ପଡିବ? କେକେ ସହିତ ବାହା ହେବାକୁ ପଡ଼ିବ। ଆଉ ତମ ବଡ଼ ଭାଇର ରାଜ୍ୟଟାକୁ ଦି ଭାଗ କରିବାକୁ ପଡ଼ିବ। ଗୋଟିଏ ଭାଗରେ ତମେ ମହାରାଣୀ, ଆଉ କେକେ ବାବୁ ହେବେ ମହାରାଣୀ। ଆଉ ଗୋଟିଏ ଭାଗ ତମ ବଡ଼ ଭାଇ ନେଇଯାଉ। କ'ଣ ହେଇଗଲା? ହଉ ଠିକ ଅଛି, ତାହେଲେ ମୁଁ ତାଙ୍କ ସହିତ ସାକ୍ଷାତ କରିବି। କରିବ? ହଁ ଏଇନା ମୁଁ ସାଙ୍ଗେ ସାଙ୍ଗେ ଡାକି ଦଉଛି। ହଉ ଠିକ ଅଛି। ଆରେ କେକେ ବାବୁ, ଓ କେକେ ବାବୁ। ଆଜ୍ଞା କଣ ପାଇଁ ଡାକିଲୁ? ହଁ ଆଜ୍ଞା, ସେ ପୁରୁଣା କଥା। ଓ ପୁରୁଣା କଥା ଭାଇ। ଆପଣ ମତେ କଥା ଦେଇଥିଲେ, ଆରେ କଥା ଦେଇଥିଲି ଯେ ମଞ୍ଜୁରୀ ଗଲା କୁଆଡେ? ଆଉ ମୁଁ ବି କଥା ଦେଇଥିଲି ଆଜ୍ଞା। ଆବେ ମୁଁ କଥା ଦେଇଛି ତୁ ମନ୍ତ୍ରୀ ହେବୁ ବୋଲି। ସେଥିପାଇଁ ମୁଁ ସେଇ ସମୟରେ ଡାକି ଦେଇଛି। ଡାକିଛୁ? ଆରେ କୁଆଡେ? ଆରେ କୋଉଠି କୋଉଠି କୋଉଠି? ନାଇଁ ତୁ କିଛି କିଏ? ଏ ମଞ୍ଜୁରୀ କୋଉଠି? ଏତେ କାହିଁ ମାନେ ଆରେ ଭଲ ପାଉଥିଲି ମାରା, ଆଉ କଣ ଏତେ ତରବର କଣ ପାଇଁ? ଆଜ୍ଞା, ଏଇ ଡିଡିଏମପି ଯାହା କରିବା ପାଇଁ ଚାହେଁ ସେ ସାଙ୍ଗେ ସାଙ୍ଗେ କରିଦିଏ। ଶୀଘ୍ର ତାହେଲେ ଡାକବେ। ଅଛି? ଆରେ ଛାତିଟା ଧାଁ 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 ହଉଛି। Yes, ଆଜ୍ଞା। ତୁ ପ୍ରେମ କରିଦେଲେ ଜାଣିବୁ। ଆଜ୍ଞା ଆରେ ପ୍ରେମରେ ଛାତିଟା କେମିତି ଜାଣିଛ? ଆଜ୍ଞା, ତମର ପ୍ରେମ ଦରକାର? ଆରେ ଛାତି ଫାଟି ଯାଉଛି ବା, ଶୀଘ୍ର ଡାକବେ ଶଳା। ଆଉ ମୋର ମନ୍ତ୍ରୀ ପଦବୀ ଦରକାର। ତୁ ନେଇ ଗଲୁ ଯା, ଶୀଘ୍ର ଡାକବେ ଶୀଘ୍ର ଡାକ। ଆରେ ଡାକବେ। ଏଇଆ ଦେଖ, ଏ ମଞ୍ଜରୀ ଏ ଟିକେ ଦେଖ। ହ୍ୟାଲୋ ଏ ମଞ୍ଜୁରୀ ଦେବୀ, ଆଜିକାଲି କ'ଣ ଭଲ ଅଛଟି? ମୁଁ ବା କେମିତି ଭଲରେ ଥିବି ବାବୁ, ଯାହାକୁ ଅଇଟାଖିଆ କୁକୁର ବୋଲି ଏ ରାଜ୍ୟରୁ ବାହାର କରିଦେଲି। ଲାଗେନା ତମକୁ ଭାରି ଭଲ ଲାଗେନା। ଆଉ ଶବ୍ଦ ଗୁଡାକ ତମକୁ ଭଲ ଲାଗେନା लो ମ୍ୟାଡାମ। ଏ ମଞ୍ଜୁରୀ ଗୋଟିଏ ଓଇଟା
କୁକୁରକୁ ତମେ କାହିଁକି ଭଲ ପାଇବ ହଁ ବନ୍ଧୁରେ ତମେ ହଉଛ ପଲ୍ଲଗ୍ର ଭଉଣୀ ତମେ କେବେ ବି ପ୍ରେମର ଅର୍ଥ ଜାଣିନ ପ୍ରେମର ଅର୍ଥ କଣ ତମେ ଜାଣିଛ ପ୍ରେମର ଅର୍ଥ ହଉଛି ଏଇଟା ମନର ମିଳନ ଆଜ୍ଞା ପ୍ରେମର ଅର୍ଥ ହଉଛି ଦିଟା ମନର ମିଳନ ହେଲେ ଏ ମ୍ୟାଡାମଟା କହୁଛେ ମୁଁ ତାଙ୍କ ପାଇଁ ପାଗଳ ହେଇଯାଇଛି ନାଇଁ 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 ସେ ମିଛ କହୁଛି ନା ବାବୁ ମୁଁ ମିଛ କହୁନି ମୁଁ ତୁମକୁ ବହୁତ ଭଲ ପାଏ ମାରେ କଲି ଯୋଗିଆ ନାରୀ ତମ ପ୍ରେମରେ କେତେ ଛଳନା କେତେ ବାହାନା କେତେ ପ୍ରତାରଣା ଅଛି ଜାଣି ହଉନି ଲୋ ବିଶ୍ୱାସ କର ମାନେ ତମେ କେମିତିଆ ଝିଅ ମୁଁ ଏବେ ବି ଜାଣିପାରୁନି ଖାଲି ଛଳନା ଉପରେ ଛଳନା ବାହାନା ଉପରେ ବାହାନା କେତେ ପ୍ରତାରଣା କରିବ ନା ବାବୁ ମୁଁ ମିଛ କହୁନି ମୁଁ ତୁମକୁ ବହୁତ ଭଲ ପାଏ ଯଦି ଭଲ ପାଉଥିଲ ହେଲେ ଜୋତାରେ କାହିଁକି ବାଢିଲ କାହିଁକି ଜାଣିଛ ମୁଁ ନିଶ୍ଚୟ କହିବି କଣ ଜାଣିଛ ସେଦିନର ବିଷୟ ଘଟଣା ଆଚ୍ଛା ଯେତେବେଳେ ଶୋଇ ଓଏ! ତମ ସେ ପ୍ରବଚନ ବନ୍ଦ କର ତମ ପ୍ରବଚନ ଶୁଣିବାକୁ ମୁଁ ବାଧ୍ୟ ନୁହଁ ଯୋଉ ଲୋକଟା ମାଡ଼ ଖାଇଛି ଯୋଉ ଲୋକଟା ଦାଣ୍ଡର ଭିକାର ହେଇଯାଇଛି ଆଉ ତମକୁ ବିଶ୍ୱାସ କରିବି କେମିତି ତମ ପ୍ରେମରେ ବହୁତ ଛଲନା ଅଛି ବହୁତ ବାହାନା ଅଛି ମୋ କଥାକୁ ବିଶ୍ୱାସ କର ମୁଁ ବିଶ୍ୱାସ? ସତ କହୁଛି ମୁଁ ଆରେ ତୁମକୁ ଭଲ ମ୍ୟାଡାମ ପାଏ। ବିଶ୍ୱାସ ମୁଁ କେମିତି ତମକୁ ବିଶ୍ୱାସ କରିବି କହ ଆରେ ସେଇ ଦିନର କୋଉ ଘଟଣା ଘଟିଥିଲା ଯେ ତମେ ମତେ ଏତେ ବାଢିଲ କୁହ ଖୋଲିକି କୁହ ମୁଁ ଯଦି ସେଦିନ ତୁମକୁ ଜୋତାରେ ମାରିଛି ତୁମେ ଆଜି ତୁମ ଜୋତାରେ ମାରିଦିଅ ଆଃ, କେଡ଼େ ସୁନ୍ଦର କଥା କହୁଛ ତମେ ନା ହ୍ୟାଲୋ ଏ ମଞ୍ଜୁରୀ ହଁ ବାବୁ ତମେ ମତେ ଜୋତାରେ ବାଢିଲ ବୋଲି ବହୁତ କଣ ତମକୁ ବାଢିବି ଆଇସ୍, ତମେ କଣ ଭାବୁଛ ନିଜକୁ ନିଜ ହଁ ତମେ ସେଦିନ ମତେ ବାଢେଇଲ ତମେ ସେଦିନ ମତେ ଓଇଟା ଚା କୁକୁର କହିଲ ସେଇଦିନ ତମେ ମତେ ଓଇଟା ପତ୍ର ସଙ୍ଗେ ତୁଳନା କରିଦେଲ ଆଜ୍ଞା ହେଲେ ମଞ୍ଜୁରୀ ପ୍ରକୃତରେ ତମେ ମତେ କଣ ଭଲ ପାଉଛ ହଁ ବାବୁ ହେଲେ ମୋ କଥାଟା ରଖିବ ଆଜ୍ଞା ଘଟଣା ନିଶ୍ଚୟ ରଖିବି ବାବୁ ରଖିବ ହଁ ହେଲେ ଗୋଟିଏ କଥା କହିବି ହଁ କହୁନ ଏ ଡିଡିଏମପି ଆମେ ସଡ ସଡ ଆଜ୍ଞା ସଲା ସେପଟେ କୁଆଡେ ଦେଉଛୁ ବା ଆଜ୍ଞା ଘଟଣା ଆଗରୁ ଦୁର୍ଘଟଣା ଘଟି ଯାଇଥାନ୍ତା ସେଇଥିପାଇଁ ହିଁ ଏମିତି ଅବସ୍ଥା ହେଇଛି ଶୁଣ 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 ଯଦି ସମସ୍ତଙ୍କ ଆଗରେ ଯଦି ମତେ ଚୁମା ଦେଇଦେବ ମୁଁ ଜାଣିବି ଏ ଝିଅଟା ମତେ ଭଲ ପାଉଛି ଚୁମା ଦେଇଦେଲେ ଆରେ ଦେଇଦଉ ଗୋଟେ ଚୁମା ଦେଇଦେଲେ ଭଲ ଗୋଟିଏ ଚୁମା ଖାଲି ଦେଇଦଉ ଆଜ୍ଞା ଦେଇଦେଲେ ଏ ଶଳା ତୁ ଜଣେ ବାଜି ଲୋକ ବା ଶଳା ମୁଁ ତତେ ଗୋଟେ ଚୁମା ମାଗୁଛି ଆବେ ଏ ଶଳା ଏ ତୁ କଣ କେବେ ସେ
ଶଳା ଏ ଶୁଣ ଆଜ୍ଞା। ଏ ଶୁଣ ରେ ଶୁଣ 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 ଆପଣ ଚୁମା ମାଗିଲେ ଆବେ ଶୁଣ ବେ ଶୁଣ 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 ଆଜ୍ଞା ଆରେ ଶୁଣ ରେ ପାଖକୁ ଆସ ଆରେ ମୁଁ କଣ ତତେ ଚୁମା ମାଗୁଛି କି ଶଳା ଆଜ୍ଞା ଆରେ ସିଏ ଚୁମା ଦେବା ପାଇଁ ମାଗୁଛି ନା ଆଉ ତାକୁ କୁହ ବେ ସେ ଆସିକି ଦେଉନା ଆଉ ମୁଁ ଭାବିଲି ମୁଁ ଚୁମା ଦେଇଦେଲେ ହେଇଯିବ। ଆବେ ମଝି ରାସ୍ତାରେ କାହିଁକି ଡିଆ ମାରୁଛୁ ବେ ଆଜ୍ଞା ମଞ୍ଜୁରୀ ତମେ ଗୋଟେ କିସ୍ କିସ୍ ଦେଇଦିଅ ସେଟା ଆସ ହଁ ଆସ ବାବୁ ମୁଁ ନିଶ୍ଚୟ ଦେବି ଭଲ ପାଉଛି ମାନେ ନିଶ୍ଚୟ ଦେବି ଆସ ଓ ଏମିତି ବାଜା ଲୋକ ନୁହଁ ଯେ ଏଇ ବିଶ ବଜାରରେ ଏଇ ସମସ୍ତ ଜାଗାରେ ତମ ଚୁମା ନେବି ମୁଁ ଆଜି ପରୀକ୍ଷା କରୁଥିଲି ପରୀକ୍ଷାରେ ତ ପାସ୍ ଆସିଗଲା ହେଲେ ଗୋଟିଏ କଥା କହିବି ହଁ କୁହ ବାବୁ ଆଲୋ ମୋ ରାଜକୁମାରୀ ତୁ ହେବୁ ମନ ମୟୂରୀ ହେ ମଞ୍ଜୁରୀ ଆଲୋ ମୋ ରାଜକୁମାରୀ ତୁ ହେବୁ ମନ ମୟୂରୀ ଆଉ ତୁ ମନା କର ନା ଏ ନବୀନା ଏ ରୂପସୀ ଏ ସୁକେଶୀ ଦେଇ ଦିଅ ବରମାଲା ଏ ନବୀନା ଦେଇ ଦିଅ ବରମାଲା तुम तोर मोर प्रेम भारी सुंदर सुंदर न लगू कहार सते नजर नजर ଆମର ମୁହେ ବି ତୋହର ବର ଆମର ମୁହେ ବି ତୋହର ବର ଆଉ ତୁ ମନା କର ନା ଏ ନବୀନା ଏ ରୂପସୀ ଏ ସୁକେଶୀ ଦେଇ ଦିଅ ବରମାଲା ଏ ନବୀନା ଦେଇ ଦିଅ ବରମାଲା ଆଜ୍ଞା ମହେ ମଝୁରୀ ଆଜ୍ଞା କୁହ ଲୋକ ବାସ୍ ହେଇଗଲେ ଆବେ ପାଶରି ଯିବି କେମିତି ବେ ଆଜ୍ଞା ତୁ ମନ୍ତ୍ରୀ ହେବୁ ବେଶ ହେଲେ ଗୋଟିଏ କଥା ଆଜ୍ଞା କେତେବେଳେ କିଏ ଦେଖିପାରେ ନା ତମେ ଦି ଜଣ ଚାଲିଯାଅ ଆଜ୍ଞା ଶୀଘ୍ର ଚାଲିଯାଅ ମୁଁ ଯାଉଛି ଶୀଘ୍ର ଚାଲିଯାଅ ହେଲେ ଆରେ ମନ୍ତ୍ରୀ ପଦର ରହିଲା ପରା ରହିଲା ସବୁ କଥା ମୁଁ କହିଦେବି ତତେ କିନ୍ତୁ ଆଜ୍ଞା ଅସନ୍ତ କଲି ରାଜା ହେବ ସଞ୍ଜୟ ରାଜା ଆରେ ମୁଁ ସବୁ କଥା ଗୋଟି ଗୋଟି କରି କହିଦେବି ତତେ ପରା ପରେ କହିବେ ହଁ ତାହେଲେ ମୁଁ ଅପେକ୍ଷା କରିବି ଅପେକ୍ଷା ରହିବୁ ହେଲେ ଶୁଣୁ ସେ ଜଙ୍ଗଲକୁ ଯିବା ପାଇଁ ରେଡି ହେଇଯାଇଥା ସେଠି ସବୁ କିଛି ଅଛି ଯା ଅଛି ହଁ ଯା ଯା ବାପା ଯା ଆଜ୍ଞା ମୁଁ ଟିକେ ହଁ ବୁଝିଲି ଯେ ଯଦି ସଞ୍ଜୟ ରାଜା ଆରେ ହେଇଗଲେ ରାଇବା ଆଉ- ବହୁତ ଦିନ ପରେ ସାକ୍ଷାତ କରିଛୁ ନା ଆଜ୍ଞା କିଛି ହେବ କି ନାହିଁ ଠିକ ଅଛି ତମେ ଟିକେ ଯାଉନା ମୁଁ ଅଛି ଆଜ୍ଞା ଯାଉନା ଆଲୋ ଏ ପ୍ରିୟା ହଁ ପ୍ରିୟ ଗୋଟେ କଥା କହିବି ହଁ କୁହ ପ୍ରିୟ ଶୁଣ ଯେମିତି ତମ ମୋ ପ୍ରେମ ଯେମିତି ବାରମ୍ବାର ପୁଣି ଥରେ ହେଲା ଏ କଥାଟା କିଏ ଯେମିତି ନ ଜାଣୁ ହଁ ପ୍ରିୟ ଆଉ ଯଦିଟା କିଏ ଜାଣିଦେବ ତାହେଲେ ଆଉ ଓଲଟ ପାଲଟ ହେଇଯିବ ବୁଝିପାରିଲ ହଁ ତୁମେ ଠିକ କହିଛ ପ୍ରିୟ ହେଲେ ଗୋଟିଏ କଥା କହିବି କୁହ ପ୍ରିୟ ତମେ ଆସିପାର କି ହଉ ଠିକ ଅଛି ଆସ
বৌডুরিয়ান বিবাহ আজ তো যে শেষটা মতো করেছে ସବୁଦିନ ପାଇଁ ତମେ ଏହି ଜୟନ୍ତ ଗଡ଼ ରାଜ୍ୟର ମହାମନ୍ତ୍ରୀ କରିବେ ଓ ରାଜା ମହେନ୍ଦ୍ର ପ୍ରତାପ ପୁଣି ଥରେ ଓ ଖେଳଟା ଆରମ୍ଭ ହୋଇଗଲା ହେଲେ ରାଜା ତୋ ଭଉଣୀ ନେବ ହାତ ମୁଠାରେ ଆଉ ତୁ ଯୋଉ ସ୍ୱପ୍ନଟା ଦେଖୁଛ ତୋ ପୁଅ ସଞ୍ଜୟକୁ ରାଜା କରାଇବା ପାଇଁ ରାଜା ଜୟ ও কেবে রাজা করেই দেবিনি আইদিবে ওই জয়ন্ত গড় রাজা সিংহাসনে রাজা হেবিব ও রাজা হবে আর পাটরানী হবে মঞ্জুরি দেবী আর মহামন্ত্রী হবে DDMB হলে লাভ কংস নাম দুর্যোধন নাম সকলে নাম রাবণ ওবে ববলে খাতগড়া মরিষটা কে নামরা আরে কে রে কৃষ্ণ কে রে কংস কৃষ্ণ সহস্র কবিকে প্রেম করি পারে আর কংস হে ধ্বংস বিধ্বংস করি বিধ্বংস করি যাইপারে ও হচ্ছে এই কলি যুগর কংস আর সমস্তকে ধ্বংস বিধ্বংস করে দেবে ধ্বংস করে দেবে আর সমস্তকে বরবাদ করে দেবে জয় মা পাট বাউলে সদা সর্বদা আশীর্বাদ করতে বলো মা নমস্কার বন্দে মাতারা